ଆଜି ମୁଁ ଯେଉଁ କାହାଣୀ ଶୁଣାଇବାକୁ ଯାଉଛି ତାହା ଆମ ଅଞ୍ଚଳରେ ଭୂତ ହସ୍ପିଟାଲର କାହାଣୀ। ସାରା ସହରର ଲୋକେ ତାକୁ ଭୂତ ହସ୍ପିଟାଲ ବୋଲି ଜାଣନ୍ତି। ସେହି ହସ୍ପିଟାଲର ପ୍ରକୃତ ନାମ ଭିକ୍ଟୋରିଆ ହସ୍ପିଟାଲ। ସେହି ହସ୍ପିଟାଲକୁ ଆଜକୁ ପ୍ରାୟ 100 ବର୍ଷ ପୂର୍ବେ ଇଂରେଜମାନେ ନିର୍ମାଣ କରିଥିଲେ। ସେହି ହସ୍ପିଟାଲ ସାମ୍ନାରେ ଗୋଟିଏ କବ୍ରିସ୍ତାନ ଅଛି। ମୋର ଜେଜେବାପା ମୋତେ କହୁଥିଲେ ଆଜକୁ ପ୍ରାୟ 60 ବର୍ଷ ପୂର୍ବରୁ ସେହି ହସ୍ପିଟାଲରେ ଜଣେ ଝିଅର ଅପରେସନ୍ ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ସେହି ଝିଅର ଆତ୍ମା ସେହି ହସ୍ପିଟାଲ ଭିତରେ ଘୂରି ବୁଲୁଛି। ରାତି ହେଲେ କୌଣସି ଲୋକ ସେହି ରାସ୍ତା ଦେଇ ଯାଆନ୍ତି ନାହିଁ। କେହି ବି ଯଦି ଯାଆନ୍ତି ତେବେ ସେ ସେମାନଙ୍କୁ ହଇରାଣ କରିଥାଏ। ସେଦିନ ମୁଁ ଜେଜେବାପାଙ୍କ କଥାକୁ ବିଶ୍ୱାସ କରିନଥିଲି। ଥରେ ରାତିରେ ଆମେ 3 ଜଣ ସାଙ୍ଗ ବଜାରରୁ ଆସୁ ଆସୁ ଡେରି ହୋଇଗଲା। ଆମେ ନିଷ୍ପତ୍ତି କଲୁ ସେହି ଭିକ୍ଟୋରିଆ ହସ୍ପିଟାଲ ରାସ୍ତା ଦେଇ ଯିବା। ଯେହେତୁ ଆମେମାନେ ଆଧୁନିକ ଯୁଗର ପିଲା, ଆମେ ସେତେଟା ଭୂତ ପ୍ରେତ ଉପରେ ବିଶ୍ୱାସ ନଥାଏ। ତେଣୁ ସେହି ବାଟ ଦେଇ ଯିବାକୁ ସ୍ଥିର କଲୁ। ଆଉ ଏହି ବିଷୟରେ କାହାକୁ ନ ଜଣାଇବା ପାଇଁ ନିଷ୍ପତ୍ତି ହେଲା। ସେତେବେଳକୁ ରାତି 10ଟା ବାଜି ସାରିଥିଲା। ଆମେ ସେହି ରାସ୍ତା ଦେଇ ଯିବା ଆରମ୍ଭ କଲୁ। କିଛି ବାଟ ଯାଇଛୁ, ହଠାତ୍ ଆମର ଗାଡ଼ି ଖସିଗଲା ଆଉ ଆମେ 3 ଜଣ ତଳେ ପଡ଼ିଗଲୁ। ଯାହା ହେଉ ଆମର କିଛି ହୋଇନଥିଲା। ବାଇକ୍ ଚଲାଉଥିବା ମୋର ସାଙ୍ଗ ଅଙ୍କିତ କହିଲା, ମୋର ବାଲାନ୍ସ ତ ବରାବର ଥିଲା, କିନ୍ତୁ କେମିତି ଖସିଗଲା କିଛି ଜଣାପଡ଼ିଲାନି। ପ୍ରକୃତରେ ଅଙ୍କିତ ଟିକେ ଡରି ଯାଇଥିଲା। ତେଣୁ ରାଜୁ ବାଇକ୍ ଚଲାଇବ ବୋଲି କହିଲା। ତାପରେ ଆମେ କିଛି ବାଟ ଯାଇଛୁ, ଗାଡ଼ି ଚକା ପମ୍ପଚର ହୋଇଗଲା। ଗାଡ଼ିର ଗତି ସ୍ପିଡ୍ ଥିବାରୁ ପୁଣି ଆଉଥରେ ପଡ଼ିଗଲୁ, କିନ୍ତୁ ଏଥର ଆମେ ଟିକେ କ୍ଷତାକ୍ତ ହେଇଥିଲୁ। ଆଣ୍ଠୁ ଆଉ କହୁଣୀ ଛିଣ୍ଡି ଯାଇଥିଲା। ଅଙ୍କିତ କହିଲା, ନା, ଏହି ରାସ୍ତାରେ କିଛି ଗଡ଼ବଡ଼ ନିଶ୍ଚୟ ଅଛି, ଚାଲ ଏଠୁ ଫେରିଯିବା। କିନ୍ତୁ ରାଜୁ ଆଉ ମୁଁ ତା କଥାକୁ ନ ମାନି ବାଇକ୍ ଉଠାଇ ଗଡ଼େଇ ଗଡ଼େଇ ଚାଲିଲୁ। ଆଉ କିଛି ବାଟ ଚାଲିଛୁ କି ନାହିଁ କାହାର ଚିଲ୍ଲାଇବାର ଶବ୍ଦ ଶୁଣାଗଲା। ଏହା ଶୁଣି ଆମେ ସେଇଠି ଅଟକି ଗଲୁ। ଅଙ୍କିତ କହିଲା, ତୁମେ କିଛି ଶୁଣିପାରିଲ? କିନ୍ତୁ ଆମେ କିଛି ନ ଜାଣିଲା ପରି, ନା ନା କିଛି ନାହିଁ, କୌଣସି ପଶୁର ଶବ୍ଦ ହୋଇଥିବ। 5 ମିନିଟ୍ ଚାଲିବା ପରେ ପୁଣି ସେହି ଶବ୍ଦ ଶୁଭିଲା। ଏଥର ଆମ 2 ଜଣଙ୍କୁ ଟିକେ ଟିକେ ଡର ଲାଗିବାକୁ ଲାଗିଲା। ଆମେ 3 ଜଣ ଲେଉଟି ଯିବାକୁ ସ୍ଥିର କଲୁ। କିନ୍ତୁ ଆମେ ରାସ୍ତା ମଝି ମଝି ହୋଇସାରିଥିଲୁ। ପଛକୁ ଯିବାକୁ 3 କିଲୋମିଟର ଆଉ ଆଗକୁ ଯିବାକୁ 2 କିଲୋମିଟର ବାକି ଥିଲା। ତେଣୁ ଆମେ ଆଗକୁ ଯିବାକୁ ଚାହିଁଲୁ। ଟିକେ ଆଗକୁ ଯାଇଛୁ, ଆଗରେ ଦେଖିଲୁ ଗୋଟେ ବରଗଛ ମୂଳେ ଜଣେ ସ୍ତ୍ରୀ ଲୋକ ଛିଡ଼ା ହୋଇଛି। ଆଉ ଆମେ ଭୟରେ କମ୍ପିବାକୁ ଲାଗିଲୁ ଆଉ ପଛକୁ ଲେଉଟି ଯିବାକୁ ବାହାରିଲୁ। ହଠାତ୍ ସେ ସ୍ତ୍ରୀ ଲୋକଟି ଡାକିଲା, ରୁହ, ମୋତେ ହାଇୱେ ପର୍ଯ୍ୟନ୍ତ ଟିକେ ରାସ୍ତା କହିଦିଅ। ତାପରେ ଆମେ ପଚାରିଲୁ, ଏତେ ରାତିରେ ତୁମେ କ'ଣ କରୁଛ? ସେ ଉତ୍ତର ଦେଲା, ମୋର ଘର ଏହି ପାଖ ଗ୍ରାମରେ। ମୁଁ କୌଣସି କାମ ପାଇଁ ସହର ଆସିଥିଲି। ଆସୁ ଆସୁ ବିଳମ୍ବ ହୋଇଗଲା। ଏ ରାସ୍ତା ବି ଖୋଜି ପାଉନି। ସ୍ତ୍ରୀ ଲୋକଟି ଉପରେ ଆମର ଟିକେ ବିଶ୍ୱାସ ଆସିଲା। ତେଣୁ ଆମେ ଚାଲିବା ଆରମ୍ଭ କଲୁ। ଆମେ ଆଗେ ଆଗେ ଆଉ ସେହି ସ୍ତ୍ରୀ ଲୋକଟି ପଛେ ପଛେ। କିଛି ବାଟ ଯାଇ ପଛକୁ ଅନାଇଲା ବେଳକୁ ସେହି ସ୍ତ୍ରୀ ଲୋକଟି ନାହିଁ। ଆମେ ବାଇକ୍ ପକାଇ ଜୋରରେ ଦୌଡ଼ିବାକୁ ଲାଗିଲୁ। ଅଙ୍କିତ ଦୌଡ଼ୁ ଦୌଡ଼ୁ ତଳେ ପଡ଼ିଗଲା। ଆମେ ଅଙ୍କିତକୁ ଧରି ଦୌଡ଼ିବାକୁ ଲାଗିଲୁ। ଦୌଡ଼ି ଦୌଡ଼ି ଗୋଟିଏ ମନ୍ଦିର ହତା ଭିତରେ ପଶିଗଲୁ। ସକାଳ ପର୍ଯ୍ୟନ୍ତ ଅପେକ୍ଷା କଲୁ। ସକାଳ ହେଲାରୁ ବାଇକ୍ ପମ୍ପଚର ମାରି ଘରକୁ ଫେରିଲୁ। ଘର ଲୋକ ପଚାରିବାରୁ କହିଲୁ, ଆମେ ସାଙ୍ଗ ଘରେ ରହିଯାଇଥିଲୁ। ସେହି ଦିନଠାରୁ ସେହି ହସ୍ପିଟାଲ ରାସ୍ତାରେ ଆମେ କେବେ ଯାଇନୁ।